ସବୁବେଳେ ରବିବାର ପାଇଁ ମୁଁ ମୋ ପିଲାଙ୍କ ହାତରେ କିଛି କାମ କରିବାକୁ ରଖିଥାଏ। ଏଇଠି ଦେଖୁନାହାନ୍ତି, ପୁଅକୁ ମୋର ବୋଲ ବତେଇ ଦେଇଛି। ସେ ଗୋଟେ ହାଣ୍ଡି ଆଣିକି ଶିକାରେ ରଖୁଛି। ସେ କ'ଣ ରଖୁଛି, ସେ ଯାହା ରଖୁଛି ସେଇଟା କେମିତି ତିଆରି ହେଲା, ସେ ସବୁ ଜାଣିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭିଡ଼ିଓଟିକି ଦେଖନ୍ତୁ। ଇଏ ହେଲା ମୋର ସବୁଠୁ ସାନ ପୁଅ ସଂଯୋଗ। ତାକୁ ଧରିକି ମୁଁ ଗୋଟେ କାମ କରୁଛି। ଦେଖନ୍ତୁ, ଗୋଟେ ଧୋତି ମୁଁ ଚିରୁଛି। ତା ହାତରେ ଚିରେଇଲି କାହିଁକି, ମୁଁ ଚିରି ପାରିଲିନି। ଏବେ ତ ପ୍ରତ୍ୟେକ ଜିନିଷରେ ସିନ୍ଥେଟିକ୍ ମିଶାଇ ଦିଆହେଉଛି ନା, ସହଜରେ ଚିରି ହେଉନି। ଯାହା ବି ହେଉ, ଗୋଟେ ପୁରୁଣା ଧୋତି ମୁଁ ଚିରିଲି। ଗୋଟେ ଆଟିକାରେ ଆଉ 2 ପଳା ସୋରିଷ ତେଲ ଦେଇକି ସେ ତେଲଟାକୁ ମୁଁ ସବୁଆଡ଼ ଆଟିକାରେ ଖେଳେଇଥିଲି। କାହିଁକି, ଏଇଟା ମୋର ଗୋଟେ ନୂଆ ଆଟିକା। ଯଦି ପୁରୁଣା ଆଚାର ହାଣ୍ଡି ହେଇଥାନ୍ତା, ଏ କାମଟି ମୋତେ କରିବାକୁ ପଡ଼ିନଥାନ୍ତା। ଯେହେତୁ ନୂଆ ହାଣ୍ଡି, ସେ ନିଶ୍ଚିତ କିଛି ତେଲ ଭିଡ଼ି ନେବ ଆଉ ଆଚାରଟାକୁ ସୁଖା ସୁଖା କରିଦେବ। ମୁଁ କଡ଼େଇରେ କିଛି ଆଚାର ପ୍ରସ୍ତୁତ କରି ରଖିଥିଲି, ଆଉ ତାକୁ ଏଇ ଛୋଟ ମାଟି ହାଣ୍ଡିଟାରେ ପୂରେଇଲି। ପୂରେଇକି ମୋ ପୁଅ ଚାଖିବ ଆଉ ଟିକେ ପରେ। ଚାଖିକି କହିଲା ଯେ ବୋଉଲ, ଲୁଣ ଟିକେ କମ୍ ଲାଗୁଛି। ମୁଁ ଠିକ୍ ଅଛି, ଲୁଣ ଆଉ ଟିକେ ଦେଇକି ସେ ହାଣ୍ଡିର ମୁହଁ ସେ ଚିରା କପଡ଼ାରେ ବାନ୍ଧିଦେଲି। ଦେଖନ୍ତୁ, ମୁଁ କପଡ଼ାଟାକୁ 4 ଭାଗ କରିକି ବି ବାନ୍ଧି ପାରିଥାନ୍ତି, କିନ୍ତୁ ମୁଁ ଗୋଟିଏ ପରସ୍ତରେ ହିଁ ବାନ୍ଧିଲି। ସବୁବେଳେ ପତଳା କପଡ଼ା ବାନ୍ଧିବେ, ଅତି ଟାଣରେ ବାନ୍ଧିବେନି, ଯେମିତି ଆଲୋକ ମାନେ ଉତ୍ତାପ ଆଉ ପବନ ତାକୁ ପଶି ପାରୁଥିବ। ମଝିରେ ମଝିରେ ଟିକେ ଖରା ଦେଲେ ବି ଖରାଟା ତାକୁ ଭେଦି ପାରୁଥିବ। ଏ ଆଚାରଟି ସମ୍ପୂର୍ଣ୍ଣ ହେଇଯାଇଛି। ଆଉ ତାକୁ ମୁଁ ଏମିତି ବାନ୍ଧି ବୁନ୍ଧିକି ଆମ ଭଣ୍ଡାର ଘର ଶିକାରେ ରଖିଦେଲି। କାହିଁକିନା ଏବେ ତ ଆମେ ଆମ୍ବ ଖାଇବା ଡାଇରେକ୍ଟ, ତେଣୁ ଆମ୍ବ ଆଚାର ଏଇନା କାହିଁ ଖାଇବା? ଯେତେବେଳେ ଆମ୍ବ ମୋଟେ ମିଳିବନି, ସେତିକିବେଳେ ଆମେ ଆଚାରଟି ଖାଇଲେ ପ୍ରକୃତରେ ଭଲ ଲାଗିବ। କାହିଁକିନା ସେତେବେଳେ ଆମ ପାଇଁ ଆମ୍ବ ବିରଳ ହେଇଯାଇଥିବ। ତାକୁ ମୁଁ ଖଣ୍ଡେ ଚାଖିବାକୁ ଦେଲି। ତାକୁ ଏଇଥିପାଇଁ ହିଁ ଚାଖିବାକୁ କହିଲି ଯେ ସେ ତ ଘରେ ରହିପାରୁନି ନା, ବଡ଼ମ୍ବାରେ ରହୁଛି। ତୁ କେତେବେଳେ କିଛି ଚାଖୁନୁ, ଆଜି ଆଚାର ତୁ ଚାଖ। ସେ କିନ୍ତୁ ପ୍ରକୃତରେ ଏତେ ବେଶୀ କିଛି ବାରେ ନେଇ, ଯାହା ଦେଲେ ଖାଇଦିଏ। ଆଉ ଲୁଣ ତୁଣ ଏତେ ଭଲରେ କହିପାରେନି, ତଥାପି ସେ କହିଲା ଟିକେ ଅଲଣା ହେଇଛି ବୋଲି ମୁଁ ଲୁଣ ପକେଇଲି। ଆଉ କହୁଛି ବୋଉଲ, ଗୁଡ଼ିଆ ଗୁଡ଼ିଆ ଲାଗୁଛି କିରେ, ଆଜି ପୁରା ଜୁଆଇଛି, ଏକାଦିନେ କ'ଣ ଆଚାରଟା ସେଟ୍ ହେଇଯିବ? ଏଠି ଦେଖନ୍ତୁ କେମିତି ବଢ଼ିଆ ଦେଖାଉଛି। ମୁଁ ସବୁବେଳେ ଗୋଟିଏ କଥା ରୋଷେଇରେ ଲକ୍ଷ୍ୟ କରେ ଯେ ଆମେ ଯେଉଁ ଜିନିଷଟା ଖାଇବା ତାର ସ୍ୱାଦଟା ଯେମିତି ଆମେ ବାରିବା। ଗତ ରବିବାର ମୁଁ ଆପଣଙ୍କୁ କହିଥିଲି, ଇଏ ଅନୁଗୁଳ ଯାଇଥିଲେ ଆଉ ଗୁଡ଼ାଏ ଆମ୍ବ ଆଣିଥିଲେ। ଏ ରବିବାରକୁ ମୋର ଆଚାର କାମ ସରିଲା, ଆଉ ଆଜି ସୋମବାରରେ ମୁଁ ଆପଣଙ୍କୁ ଭିଡ଼ିଓଟି ସେୟାର କରୁଛି। ଏତେ ଗୁଡ଼ିଏ ଆମ୍ବକୁ କ'ଣ ମୁଁ ଗୋଟିଏ ପ୍ରକାର ଆଚାର କରିଥାନ୍ତି? ପ୍ରକୃତରେ ମୁଁ 3 ପ୍ରକାର ଆଚାର କରିଛି। ଏଇଟା ହେଉଛି ଚୋପା ଆଚାର। ଆମ୍ବକୁ ଆପଣ 4 ଖଣ୍ଡ 6 ଖଣ୍ଡ ଯେଉଁ ସାଇଜ୍ ଆପଣଙ୍କ ଇଚ୍ଛା ସେଇ ସାଇଜ୍ରେ କାଟିବେ। ତା ଭିତରେ ଥିବା କୋଇଲି ଆଉ କୋଇଲି ତଳର ଚୋପା ଭଲ ରକମ ଶୁଣନ୍ତୁ। କୋଇଲି ଆଉ କୋଇଲି ତଳେ ଗୋଟେ ପ୍ଲାଷ୍ଟିକ ପରି ଚୋପା ଥାଏ, ସେଇଟା ବି ରଖିବେନି। ସବୁ କାଢ଼ିଦେବେ, ଭଲ କି ଧୋଇବେ। ଧୋଇ ଧାଇକି ଏଇ ପ୍ଲାଷ୍ଟିକ ଜାରରେ ମୁଁ ପୁରଉଛି। ଏ ପାଖାପାଖି 2.5 କିଲୋ ଆମ୍ବ। ଆପଣମାନେ ଯଦି ଭାବୁଛନ୍ତି ଯେ ପ୍ଲାଷ୍ଟିକ କାରବାର କରିବା କ୍ଷତିକାରକ, ତ ନିଶ୍ଚୟ, କିନ୍ତୁ ମୁଁ କରୁଛି ଏଇଥିପାଇଁ ଯେ ଆମ ଘରେ ଛୋଟ ପିଲା ଥିବାରୁ ମୁଁ ପ୍ରାୟ କାଚ ପାତ୍ର ବ୍ୟବହାର କରୁନାହିଁ। କିନ୍ତୁ ଆପଣମାନେ କାଚ ପାତ୍ର ହେଉ ମାଟି ପାତ୍ର ହେଉ ବ୍ୟବହାର କରିପାରିବେ, କିନ୍ତୁ ଏଇଟା ନିବୁଜ ଭାବରେ ବନ୍ଦ ହେଉଥିବା ପାତ୍ରରେ କଲେ ବେଶୀ ଭଲ ହୁଏ। ମୁଁ ସେ ଆମ୍ବକୁ ଧୋଇ ଧାଇକି ଛାଣିଦେଲି। ଆଉ ପୁଣି ଗୋଟିଏ ଗ୍ଲାସ ପାଣି ଦେଇ ଲୁଣ ହଳଦୀ ଦେଇ ତାକୁ ଏମିତି ଝାଙ୍କିକି ତାର ଘୋଡ଼ଣୀକୁ ପୁରା ଟାଇଟ୍ କିନା ବନ୍ଦ କରିକି ଏୟାରଟାଇଟ୍ କରିକି ରଖିଦେଲି। 2 ଦିନ ପାଇଁ ମୁଁ ତାକୁ ରଖିଥିଲି। ଆଉ ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟାରେ ମୁଁ ତାକୁ ଝାଙ୍କି ଦେଉଥିଲି। ଦେଖନ୍ତୁ ବି ଆପଣମାନେ, ତାର ରଙ୍ଗ ଧୀରେ ଧୀରେ ବଦଳି ଯାଉଛି। ଆଉ ମୁଁ ତାକୁ ସବୁଦିନ ଝାଙ୍କି ଦିଏ। ବୋହୂମାନଙ୍କୁ କହିଥିଲି, ଯିଏ ଭଣ୍ଡାର ଘରକୁ ଯିବ ସେ ଡବାକୁ ଝାଙ୍କିବ। ଡବାରେ ପାଣି ଅଧିକ ହୋଇଗଲାଣି, ଲୁଣ ପଡ଼ିଯାଇଛି, ଆମ୍ବରୁ ପାଣି ନିଗିଡ଼ି ଆସିଛି। ଆଉ ଆମ୍ବକୁ ଆଗରୁ ବି ପାଣି ଦେଇଥିଲି, ସେ ଆମ୍ବ ପାଣି ସବୁ ମିଶାଇ ତାକୁ ପୁଣି ମୁଁ ଗୋଟେ ହାଣ୍ଡିକି କାଢ଼ିଥିଲି। ହାଣ୍ଡି ସହିତ ଗୋଟିଏ ଦିନ ଖରାରେ ଦେଲି। ପରଦିନ ପୁଣି କ'ଣ କଲି, ଗୋଟିଏ ପତଳା କପଡ଼ା, ଆପଣ ଭଲ ରକମ ମନେ ରଖନ୍ତୁ, 2 ଦିନ ବୋତଲରେ ବନ୍ଦ ହେଇକି ରହିଲା। ତୃତୀୟ ଦିନ ହାଣ୍ଡି ଆଉ ପାଣି ସବୁ କେବଳ ମୁଁ ନେଇ ଖରାରେ ଥୋଇଲି। ଚତୁର୍ଥ ଦିନ ଗୋଟେ ଜରି ପକେଇକି ତା ଉପରେ ଗୋଟେ କପଡ଼ା ପକେଇ ସେ ଆମ୍ବକୁ ଛାଣିକି ଗୋଟି ଗୋଟିକିରି ଶୁଖେଇଦେଲି। କିନ୍ତୁ ହାଣ୍ଡିରେ ଯେଉଁ ପାଣି, କିଛିଟା ଏଇ ପିଲା ମୋର ଦୁଷ୍ଟାମି କରିକି ଢାଳି ଦେଇଛନ୍ତି, ଦେଖନ୍ତୁ ହଳଦିଆ ହଳଦିଆ ଦେଖାଉଛି। କିନ୍ତୁ ସେ ଆମ୍ବ ପାଣିକୁ ଆପଣ ଢାଳିବେନି। ଯଦି ଢାଳି ଦେବେ, ଆପଣଙ୍କର ଆମ୍ବର ବାସ୍ନା ପଳେଇବ, ଲୁଣ କମିଯିବ, ହଳଦୀ ବି କମିଯିବ। ସେଥିପାଇଁ ହିଁ ମୁଁ ଏମିତି 2 ପ୍ରକାର କରୁଛି। ହାଣ୍ଡିରେ ସେଇ ପାଣି ରହିଲା, ଖୋଲାକୁ ମୁଁ ଏଠି ଗୋଟି ଗୋଟି କରି ଶୁଖେଇଲି। ହାଣ୍ଡି ପାଣିଟାକୁ ବି ସେଇ ପାଖରେ ଥୋଇବେ, କାହିଁକିନା ସେଥିରୁ ବି ଜଳୀୟ ଅଂଶ ଚାଲିଯିବ।
ଗୋଟାଏ ଦିନ ଶୁଖେଇଲା ପରେ ପୁଣି ସେଇଦିନ ସନ୍ଧ୍ୟାରେ ମୁଁ ସେଇ ହାଣ୍ଡି ଦେହରେ ପାଣି ଥିବା ପାଣିରେ ଆମ୍ବ ଗୁଡ଼ିକ ପକେଇଦେଲି। ତାର ଦିନ ପୁଣି ଶୁଖେଇ ଦେଲା ବେଳକୁ ହାଣ୍ଡିରେ ଆଉ ଟୋପେ ହେଲେ ପାଣି ନଥିଲା। ସେଇ ଶୁଖିଲା ଆମ୍ବ ଆପଣ ଦେଖନ୍ତୁ ଯେ ଆମ୍ବଟାକୁ ଯେମିତି ଚିପି ଦେଲେ ଟିକେ ବି ପାଣି ବାହାରୁ ନଥିବ। ସେଇ ଶୁଖିଲା ଆମ୍ବକୁ ଆଣିଲି। ଇଏ ପାଖାପାଖି 2.5 କିଲୋ ଗୁଡ଼, ମୁଁ 2.5 କିଲୋ ଆମ୍ବ ଶୁକି ସାକିକି ଯାହା ହେଇଛି ମୁଁ ପାଖାପାଖି 700 ଗ୍ରାମ ଗୁଡ଼ ଦେଇଛି। ଆମ ଘରେ କେହି ଏତେ ଖଟା ଭଲ ପାଆନ୍ତିନି, ଏଟାକୁ ଆପଣ ମିଠା ଆଚାର କହିପାରିବେ। ଯଦି ଆପଣ ଅଧିକ ଖଟା ଖାଇବାକୁ ଚାହାନ୍ତି ଗୁଡ଼ ପରିମାଣ କମେଇ ଦେବେ। ଏଠି ଦେଖନ୍ତୁ ଗୁଡ଼କୁ କେବଳ ଫିଟେଇବେ, ପାଗ କରିବେ ନାହିଁ। ଗୁଡ଼ ଫିଟିଗଲା ପରେ ତା ଦେହରେ 300 ତେଲ ଢାଳିବେ। ସେଇ 300 ତେଲରେ ଟିକେ କାଶ୍ମୀର ଲଙ୍କାଗୁଣ୍ଡ ହିଁ ପକଉଛି। ଯଦି ଆପଣ କାଶ୍ମୀର ଲଙ୍କାଗୁଣ୍ଡ ବ୍ୟବହାର ନ କରିକି ଜିରା ଲଙ୍କାଗୁଣ୍ଡ ବ୍ୟବହାର କରିବେ ସେଟା ଆହୁରି ଭଲ। କିନ୍ତୁ ଜିରା ଲଙ୍କାଗୁଣ୍ଡଟା ଘରେ କରିକି ବ୍ୟବହାର କଲେ ସେଟା ନିଶ୍ଚିତ ଭାବେ ଟିକେ ଅଧିକ ରାଗ ହବ। କାଶ୍ମୀର ଲଙ୍କାଗୁଣ୍ଡରେ ରାଗ କମ୍, ଆଉ ଟିକେ କଲର ବି ଦେଖାଯାଉଛି। ସବୁଗୁଡ଼ାକ ମୁଁ ଆଗରୁ ବି କହିଛି, ମୁଁ କୌଣସି କଥାରେ ଅତି ଜୋର କରେନି। କହୁଛନ୍ତି ପିଲାମାନେ ଟିକେ କାଶ୍ମୀର ଲଙ୍କାଗୁଣ୍ଡଟା ପକେଇଦେଲେ କଲରଟା ଭଲ ଦେଖାଯାଉଛି। ଦେଖନ୍ତୁ ସେଇ ଗୁଡ଼ ଆଉ କାଶ୍ମୀର ଲଙ୍କାଗୁଣ୍ଡ ପଡ଼ିଥିବା ତେଲ ସହିତ ଆମ୍ବକୁ ମୁଁ ଫେଣ୍ଟିଲି। ମୁଁ ଏଠି ବାଉଳା କରିଦେଇଛି। ଆପଣ ଚାହିଁଲେ ବି ସେଇ ଗୁଡ଼ ଆଉ ତେଲ ସାଙ୍ଗରେ ମୋର ଯେଉଁ ଚିରାଚରିତ ମସଲା ସୋରିଷ, ପାନମଧୁରୀ ଆଉ ମେଥି, ସେଇଟା ଯେଉଁ ଭାଗ ମାପ ଯଦି ମନେ ନାହିଁ ମନେ ରଖନ୍ତୁ। ଯେତିକି ପାନମଧୁରୀ ତା ଅଧା, ଯେତିକି ସୋରିଷ ତା ଅଧା ପାନମଧୁରୀ ତା ଅଧା ମେଥି, ଏଇ ଭାଗ ମାପରେ ମୁଁ ତ ଗୁଣ୍ଡ କରିକି ରଖିଥାଏ। ସେଟାକୁ ଆପଣ ସେଇ ଗୁଡ଼ ତେଲ ସାଙ୍ଗେ ଗୋଳେଇ ଦେଲେ ବି ଆହୁରି ସହଜ ହବ। ମୁଁ ଭୁଲିଗଲି ବୋଲି ପରେ ଏଇଟା ପକେଇଛି। ଆଉ ତ ମୋ ପାଖେ ସରଞ୍ଜାମ ନାହିଁ ନା ଆପଣଙ୍କୁ ଫଟୋ କରିକି ଦେଖିବାକୁ, ସେଥିପାଇଁ ଏଇଟା ପଛରେ ପକେଇଲି। ସେ ଗୁଡ଼ ତେଲ ସାଙ୍ଗେ ଫେଟିଦେଲେ ଏଇଟା ସହଜ। ସେଇଥିରୁ ଠେକିଆ ଆଚାର ରଖିକି ମୁହଁ ବାନ୍ଧିକି ଶିକାରେ ଟାଙ୍ଗିଦେଲି। ଆଉ ଏତକ ରଖିଲି। ଆମ ଘରେ ବର୍ତ୍ତମାନ ଖିଆପିଆ କରିବୁ, ବା ପୁଅ ଟିକେ ଖାଇବ କି ଝିଅ ଆସିଲେ ଟିକେ ଚାଖିବ, ଏଇ ହିସାବରେ ଅଳ୍ପ ମୁଁ ଏଇ ଖୋଲା ଜାଗାରେ ରଖିଲି। ଦେଖନ୍ତୁ କଡ଼େଇରେ କିଛି ଲାଗିବ ନାହିଁ, ଗୋଟେ ଟୋପା ତେଲ ଲାଗିବନି କି ଗୁଡ଼ ବି ଲାଗିବନି, ଏକଦମ ଭଲ ଭାବେ ଛାଡ଼ିଯିବ ଆଉ ବହୁତ ଟେଷ୍ଟି।